ଏଇଟା କ'ଣ ପାଇଁ ସ୍ପ୍ରେ କରାହେଉଛି? ଏଇଟା କ'ଣ ପାଇଁ ସ୍ପ୍ରେ କରାହେଉଛି? ଏଗୁଡ଼ାକ ହଁ ସାର୍। ତ ଏଇଟା ହେଉଛି ଗୋଟେ ସେଟା ଆଣେ ତ ଏଇଟା ହେଉଛି ଗୋଟେ ପ୍ଲାଣ୍ଟ ଗ୍ରୋଥ ରେଗୁଲେଟର ହର୍ମୋନ୍ ଗୋଟେ ଏଇଟା ହେଲା। ଏଇ ଯେଉଁ ଦେଖୁଛୁ ଗଛର ସବୁ ବଉଳ ଗୁଡ଼ାକ ହେଇଛି ଆମ୍ବ ବଉଳ ସବୁ ହେଇଛି ନା, ଏଇ ଆମ୍ବ ବଉଳ ଗୁଡ଼ିକ ସାଧାରଣତଃ କୁହୁଡ଼ା ହେଲେ କ'ଣ ହୁଏ? ଝଡ଼ିଯାଏ। ସେ ନ ଝଡ଼ିବା ପାଇଁ ଆମେ କ'ଣ କରୁଛୁ? ଏଇଟା ସ୍ପ୍ରେ କରୁଛୁ। ଏଇଟା ସ୍ପ୍ରେ କଲା ପରେ କ'ଣ ହେବ? ଏଇ ଯେଉଁ ଗଛରେ ଦେଖୁଛୁ ଆମ୍ବ ବଉଳ କେତେ ଗୁଡ଼ା ହେଇଛି ଦେଖିବ ଏଠିକି ଆଣେ, କେତେ ସବୁ ଆମ୍ବ ବଉଳ ହେଇଛି ଦେଖିପାରୁଛୁ କି ନାହିଁ? ଏଗୁଡ଼ାକ ଆଉ ଝଡ଼ିବନି। ଏଇ ଯେଉଁ ହର୍ମୋନ୍ଟା ସ୍ପ୍ରେ କଲାବେଳେ ହର୍ମୋନ୍ର କାମ କ'ଣ? ଗୋଟେ ଗଛଟାକୁ ସେ ଗ୍ରୋ କରାଇବ, ବଢ଼େଇବ, ସେଟା ଆଉ ନ ଝଡ଼ିବା ପାଇଁ ଏଇ ଆମ୍ବ ବଉଳ ଗୁଡ଼ିକୁ ଦେଖ, ଏଇ ଆମ୍ବ ବଉଳ ଗୁଡ଼ିକୁ ପୁରା କେତେ ସୁନ୍ଦର ସତେଜ ହେଇକି ଅଛି। ତ ଏଇ ଯେଉଁ ହର୍ମୋନ୍ଟା ଆମେ ସ୍ପ୍ରେ କରୁଛେ ଏଇଟା ହେଉଛି ପ୍ଲାନୋଫିକ୍ସ ହର୍ମୋନ୍। ଦେଖିପାରୁଛୁ ଏଇଟା ଲେଖା ହେଇଛି ପ୍ଲାନୋଫିକ୍ସ ଏବଂ ପ୍ଲାଣ୍ଟ ଗ୍ରୋଥ ରେଗୁଲେଟର। ପ୍ଲାଣ୍ଟ ଗ୍ରୋଥ ରେଗୁଲେଟର ମାନେ ଯିଏ ଗଛଟାକୁ ବଢ଼ାଏ, ଗ୍ରୋ କରାଏ ହେଲା, ସେଇ ହର୍ମୋନ୍ଟା ଆମେ ଏଠି ସ୍ପ୍ରେ କରୁଛୁ। ଦେଖିପାରୁଛୁ କି ନାହିଁ? କେତେ ସୁନ୍ଦର ବଉଳ ହେଇଛି ଦେଖ ଗଛରେ ହେଲା। ଏଇଟା ସ୍ପ୍ରେ କରିବା ଫଳରେ ଆଉ କ'ଣ ହେବ ନା ଏଇ ବଉଳ ଗୁଡ଼ିକ ଝଡ଼ିବନି। ସେଇପାଇଁ ଆମେ ଏଠି କ'ଣ କରୁଛେ ନା ସ୍ପ୍ରେ କରୁଛେ। ଦେଖିପାରୁଛୁ ବନ୍ଧୁ ହେଲା।